ସମସ୍ତଙ୍କୁ ନମସ୍କାର। ଡାଏଟ୍ ସମ୍ବଲପୁର ତରଫରୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ପ୍ରଥମ ଶ୍ରେଣୀର ଗଣିତ ବିଷୟର ଶିକ୍ଷଣ ଫଳାଫଳ କୋଡ୍ M110 ବିଷୟରେ ଆଲୋଚନା କରିବା, ଯୋଉଟାକି ହେଲା ସଂଖ୍ୟା ଓ ଆକୃତିରେ ଥିବା ସଂରଚନାକୁ ଲକ୍ଷ୍ୟ କରି ତାହାକୁ ଆଗକୁ ବଢ଼େଇବେ ଓ ସଂରଚନା ତିଆରି କରିବେ, ଯେପରି ଆକୃତି, ବସ୍ତୁ ବା ସଂଖ୍ୟା ସଜେଇବେ। ଆଜି ଆମେ ସଂଖ୍ୟା, ବସ୍ତୁ ଓ ଆକୃତିକୁ ନେଇ ସଂରଚନାକୁ କିପରି ଆଗକୁ ବଢ଼େଇବା ସେ ବିଷୟରେ ଆଲୋଚନା କରିବା। ଚାଲ ପିଲାମାନେ ଦେଖ, ଏଇ ବଗିଚାରେ କେତେ ସୁନ୍ଦର ଫୁଲ ଗୁଡ଼ିକ ଫୁଟିଛି। ଟିକେ ଚିନ୍ତା କରିକି ଆମେ ଦେଖିବା, ଲାଷ୍ଟରେ ଯୋଉ ଏଇ ଗୋଲାପୀ କଲରର ଫୁଲ ଫୁଟିଛି, ତାପରେ ଆଉ କୋଉ କଲରର ଫୁଲ ଆସିବ? ଟିକେ ଚିନ୍ତା କରିଲ ଦେଖି। ଦେଖ ପିଲାମାନେ, ତାହେଲେ କୋଉ ରଙ୍ଗର ଫୁଲ ଆସିଲା? ନୀଳ ରଙ୍ଗର ଫୁଲ ଆସିଲା। ଏଇଠି ଦେଖ ପିଲାମାନେ, ଗୋଟେ ତାରରେ କେତେ ରଙ୍ଗ ବେରଙ୍ଗର ଚଢ଼େଇ ମାନେ ସମସ୍ତେ ବସିଛନ୍ତି ସାଙ୍ଗ ହେଇକି। ଦେଖ ତ, ଲାଷ୍ଟରେ ଯୋଉ ବସିଛି ହଳଦିଆ ରଙ୍ଗର ଚଢ଼େଇଟି, ତାପରେ କୋଉ ରଙ୍ଗର ଚଢ଼େଇ ଆସିକି ବସିବ? ଚିନ୍ତା କର ଟିକେ। ହଳଦିଆ ରଙ୍ଗ ଚଢ଼େଇ ପରେ ନୀଳ ରଙ୍ଗର ଚଢ଼େଇଟି ଆସିକି ବସିବ। ବୁଝିପାରିଲ ତ? ଏଇଠି ଦେଖ ପିଲାମାନେ, କେତେ ଗୁଡ଼ିଏ ସ୍ମାଇଲି ଷ୍ଟିକର ଗୁଡ଼ିକ ସଜା ହେଇଛି। ଲାଷ୍ଟରେ ଯୋଉ ଆସୁଛି ହସର ଯୋଉ ସ୍ମାଇଲି ଷ୍ଟିକର, ତାପରେ କୋଉ ସ୍ମାଇଲି ଷ୍ଟିକରଟା ରଖିବା କୁହ ତ? ହସ ସ୍ମାଇଲି ଷ୍ଟିକର ପରେ ଗୋଟେ ଆଖି ଖୋଲା ଆଉ ଗୋଟେ ଆଖି ବନ୍ଦ ଥିବା ସ୍ମାଇଲି ଷ୍ଟିକରଟି ଲଗେଇବା। ଏଠାରେ ଗୋଲ ଆଉ ତାରା ଆକୃତିକୁ ସଜା ହେଇଛି। ଶେଷରେ ଯୋଉ ଗୋଲ ଆକୃତି ପରେ କଣ ରଖିବା? ଗୋଲ ଆକୃତି ପରେ ଆମେ ତାରାକୁ ରଖିବା। ଏଇ ସୂତାରେ କମଳା ଓ ନୀଳ ରଙ୍ଗର ମାଳିକୁ ନେଇକି ସଜା ହେଇଛି। କମଳା ରଙ୍ଗର ମାଳି ପରେ କେତୋଟି ନୀଳ ରଙ୍ଗର ମାଳି ଲାଗିବ କହିଲ ପିଲେ? କମଳା ରଙ୍ଗର ମାଳି ପରେ 4ଟି ନୀଳ ରଙ୍ଗର ମାଳି ଲଗେଇଲେ ମାଳିଟି ସୁନ୍ଦର ଦିଶିବ। ପିଲାମାନେ, ତମେମାନେ ସବୁ ଫଳ ଖାଇବାକୁ ଭଲ ପାଅ? ଦେଖିଲ, ଏଇଠି କମଳା ପରେ କୋଉ ଫଳଟିକୁ ରଖିବା? ହଁ, କଦଳୀ ରଖିବା ଏଠି। ଏଠାରେ ବିଭିନ୍ନ ଆକୃତିକୁ ଗୋଟେ ନିର୍ଦ୍ଦିଷ୍ଟ କ୍ରମରେ ସଜା ହେଇଛି। ଶେଷରେ ଯୋଉ ଅଛି ଆୟତକାରର ଆକୃତିଟି, ତାପରେ କୋଉ ଆକୃତିକୁ ରଖିବା? ତାପରେ ଆମେ ତ୍ରିଭୁଜାକୃତିକୁ ରଖିବା। ଏଇଠି ପରବର୍ତ୍ତୀ କାର୍ଡରେ ଆମେ କେତୋଟି ନାଲି ବଟମ ରଖିବା କହିଲ ପିଲେ? ଏଠି ଆମେ 7ଟି ବଟମ ଥୋଇବା। 2, 4, 6 ପରେ କୋଉ ସଂଖ୍ୟାଟି ଆସିବ? 6 ପରେ 8 ଆସିବ। ତାହେଲେ ପିଲାମାନେ, ଆଜି ଆମେ ବିଭିନ୍ନ ପ୍ରକାରର ବସ୍ତୁ, ସଂଖ୍ୟା ଓ ଆକୃତିରେ ଥିବା ସଂରଚନାକୁ କିପରି ଆଗକୁ ବଢ଼େଇବା ସେଇଟା ଶିଖିଲେ। ଆଉ ଦିନେ ଆମେ ସଂରଚନା ଗୁଡ଼ିକୁ କିପରି ତିଆରି କରିବା ଶିଖିବା। ଧନ୍ୟବାଦ।